সেই বিষয় আশা করন্ত যদি আমাদের সেই পাউলଙ୍କ পরি হেই পারিবা আমানকৰ মণ্ডলী মধ্য সেই প্রকার ভাবে সুদৃঢ় হব ভিতরে যাহাকু নরকর বড় পরাজয় করি পারিব নাই। হালেলুয়া। এবং আমানকৰ চতুর্পার্শ্বরে মণ্ডলী গুড়াক গড়ি উঠিব। উপাসক মানে আত্মা সত্যরে পিতাঙ্কর উপাসনা করিবে যাহা পিতা চাহান্তি। কিন্তু আজি যদি বা অনেক উপাসনা করন্তি পিতা যেপরি চাহান্তি সেপরি ভাবে উপাসনা করি পারন্তি ନାହିଁ। ଆଉ ମୋ ଜୀବନର ମଧ୍ୟ ଗୋଟେ ବହୁତ ବଡ଼ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ମୁଁ ଯେପରି ପାଉଲଙ୍କ ପରି ହେବି। କାରଣ ତାଙ୍କ ଜୀବନର କାର୍ଯ୍ୟ ଆଦର୍ଶ ବହୁତ ଶକ୍ତିଶାଳୀ ଅଟେ। ଯଥାସାଧ୍ୟ ମୁଁ ଚେଷ୍ଟା କରିକି ଆସୁଛି ଆମମାନଙ୍କୁ ସମସ୍ତଙ୍କୁ ମଧ୍ୟ ସେପରି କରିବାକୁ ହବ। ଆମମାନଙ୍କୁ ପାଉଲଙ୍କର ସଦୃଶ ହେବାକୁ ହବ। ନଚେତ୍ ଯେତେବେଳେ ଗୋଟିଏ ଦିନ ଆସିବ ପ୍ରଭୁ ଯୀଶୁ ତାଙ୍କର ବିଚାର ସିଂହାସନ ସମ୍ମୁଖରେ ଆମମାନଙ୍କଠାରୁ ହିସାବ ନେବେ, ନିଶ୍ଚୟ ଅନେକ ପ୍ରଶ୍ନ କରିବେ। ସେତେବେଳେ ସେ ଆମମାନଙ୍କୁ କହିବେ ତୁମେ କଣ ପାଉଲଙ୍କ ପରି ଥିଲ? କାରଣ ଯଦି ଆମର ପାଉଲଙ୍କ ପରି ହେବା ଈଶ୍ୱରଙ୍କ ରାଜ୍ୟ ବୃଦ୍ଧି ହବ, ମଣ୍ଡଳୀ ବୃଦ୍ଧି ହବ ଯଥେଷ୍ଟ ଭାବରେ। ନିଶ୍ଚୟ ପ୍ରଭୁ କହିବେ ପାଉଲଙ୍କ ପରି ତମେ କାହିଁକି ହେଲ ନାହିଁ? ଏ ପାଉଲଙ୍କ ସମ୍ବନ୍ଧରେ ହିଁ ମୁଁ କିଛି ଟିକେ ଚିନ୍ତା କରିବା ପାଇଁ ଚାହୁଁଛି। ହୁ ୱାଜ ପଲ୍? ପାଉଲ କିଏ ଥିଲେ? କି ପ୍ରକାର ଲୋକ ଥିଲେ? ସଂକ୍ଷିପ୍ତ ଭାବରେ ମୁଁ କହିବି। ଆଉ ତଥାପି ଯଦି ଆତ୍ମାଙ୍କର ପ୍ରେରଣା ଅନୁସାରେ ମୋ ପାଖରେ ଅଛି ସେଇ ବିଷୟ ଗୁଡାକ ମୁଁ ପ୍ରକାଶ କରିବି ସଂକ୍ଷିପ୍ତ ଭାବରେ। ଯେପରିକି ଆମମାନଙ୍କର ଜୀବନ ବଦଳିଯିବ, ଆମମାନଙ୍କର ସେବା କାର୍ଯ୍ୟ ବଦଳିଯିବ। ଅନେକ ନଷ୍ଟ କଳ୍ପ ଲୋକମାନେ ଉଦ୍ଧାର ପ୍ରାପ୍ତ ହେବେ, ଈଶ୍ୱରଙ୍କର ରାଜ୍ୟଭୁକ୍ତ ହେବେ, ଦୃଢ଼ ଭବିଷ୍ୟତ ହବ, ଯୀଶୁଙ୍କ ଆଗମନ ପାଇଁ ମଣ୍ଡଳୀ ପ୍ରସ୍ତୁତ ହବ। ଏଥିପାଇଁ ପ୍ରଭୁ ଆମମାନଙ୍କୁ ଏ ସୁଯୋଗ ଦେଇଛନ୍ତି। ଏ ପାଉଲ କିଏ? ଏ ମ୍ୟାନ୍ ହୁ, এই যে হু WHO ইংরেজিরে আউ আরো কোন না 10 হুস বিষয়ে মু কহিবি। পাউলো কিয়ে? হু পল ওয়াজ? পাউলো কিয়ে থিলে? পাউলো হউছন্তি এ ম্যান হু, সে হউছন্তি জনে লোক। ওড়িয়ারে হু কু যে কি, যে অপোস্টলিক এস আউ কি, যে কি মানে যে কি কহিবা পাই গলে ওড়িয়ারে 10টা যে কি, ইংরেজিরে 10টা হু। হু পল ওয়াজ? পাউলো কিয়ে থিলে? আমি নিজ নিজকে দেখিবা সেই সময় ভিতরে কেবল নিজ নিজ মানে খুশি হবা নেই, অল্প কি বেশি কি কোন প্রকার ভাবে কার্য করছু সে নাই। আমକୁ ପାଉଲଙ୍କ ପରି ହବାର ଅଛି। ବାଇବେଲରେ 3 ଥର এই কথা ପାଉଲ କହିଛନ୍ତି। এই ଫିଲିପିଓ 3 ପର୍ବ 17 ପଦରେ, ପ୍ରଥମ କରିନ୍ଥୀୟ 4 ପର୍ବ 16 ପଦରେ, ପ୍ରଥମ କରିନ୍ଥୀୟ 11 ପର୍ବ 1 ପଦରେ, 3ଟା ଜାଗାରେ ସେ କହୁଛନ୍ତି ମତେ ଫଲୋ କର, ମୋ ପରି ହୁଅ। ପବିତ୍ର ଆତ୍ମା କହୁଛନ୍ତି ମୋ ପରି ହୁଅ। ଆଜି ପବିତ୍ର ଆତ୍ମା ମାନଙ୍କୁ ପଚାରିବା ପାଇଁ ପ୍ରଭୁ ପଚାରିବା ପାଇଁ ଚାହୁଁଛନ୍ତି ତୁମେ କାହିଁକି ପାଉଲଙ୍କ ପରି ହେଇନାହଁ? ସେଥିପାଇଁ ତୁମ ଦ୍ୱାରା ଈଶ୍ୱରଙ୍କ ରାଜ୍ୟ ବୃଦ୍ଧି ହଉନାହିଁ। କିନ୍ତୁ ପ୍ରଭୁ ଆମମାନଙ୍କୁ ଅନେକଙ୍କ ମଧ୍ୟରୁ କେତେ ଲୋକ ଆମେ ଅଛୁ, ଅଳ୍ପ କେତେକ ଲୋକ ଏ ଅଞ୍ଚଳରେ କେତେ ଲୋକ ଅଛନ୍ତି ପ୍ରଭୁ ଆମମାନଙ୍କୁ ମନୋନୀତ କରିଛନ୍ତି। କଣ ପାଇଁ? କେବଳ ନିଜ ପରିତ୍ରାଣ ପାଇଁ ସ୍ୱର୍ଗ ଯିବାକୁ ନାହିଁ, ସେଟା ବହୁତ ବଡ କଥା ନାହିଁ। ମାତ୍ର ଯୋଉମାନେ ଅନେକ ନଷ୍ଟ କଳ୍ପ ସେମାନଙ୍କୁ ସେମାନଙ୍କର ଆତ୍ମା ରକ୍ଷା କରି ଆମମାନଙ୍କର ସହିତ ସେମାନଙ୍କୁ ସ୍ୱର୍ଗକୁ ନେବା ପାଇଁ ପ୍ରଭୁ ଚାହୁଁଛନ୍ତି। ଯୀଶୁ ଆସୁଛନ୍ତି ଚକ୍ଷୁର ପଲ୍ଲକରେ ଗୋଟିଏ ଧ୍ୱନିରେ ଧାର୍ମିକ ମାନେ, ମୃତ ଜୀବନ୍ତ ମାନେ ଯୋଉମାନେ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି ଉଠିଯିବେ ଆଉ ଉଡ଼ିକି ଚାଲିଯିବେ ମଧ୍ୟାକାଶ ଯୀଶୁଙ୍କ ସହିତ ସାକ୍ଷାତ କରିବା ପାଇଁ। ଯେକୌଣସି ସମୟରେ ଜଗତରେ ଘଟଣା ଘଟିବ, ଯଦି ଆମେ ଉଡ଼ି ଯାଉ ଯୀଶୁଙ୍କ ସହିତ ସାକ୍ଷାତ କରିବା ପାଇଁ, ସେଥିରେ ଯୀଶୁ ବେଶୀ ଖୁସି ହେବେ ନାହିଁ। ସେ କହିବେ କେତେ ଜଣକୁ ତମେ ତମ ସହିତ ଉଡ଼େଇକି ଆଣିଛ। ଏଇଟା ହଉଛି ପାଉଲଙ୍କର ଜୀବନ। ଯେ ପ୍ରଭୁଙ୍କ ନିମନ୍ତେ ଏପରି ଭାବରେ କାର୍ଯ୍ୟ କଲେ ଆଉ କୌଣସି ଲୋକ ଏମିତି କହିନାହାନ୍ତି ତୁମାନେ ମୋ ପରି ହୁଅ। ଏ କଥା ଆମମାନଙ୍କର ଭିତରକୁ ଯାଉ। ନିଶ୍ଚୟ ଆମେ ନିଜକୁ ପରୀକ୍ଷା କରି ଆମର ଗୁଣାବିଷ ପୂର୍ଣ୍ଣ କରିବା। ଏଇଟା ମୁଁ ଖାଲି କହୁନାହିଁ, ପ୍ରଚାର କରୁନାହିଁ।
मो जीवन रे मो एटा कार्यकारी करिके आसुछि से 1982 मसीहारे मोर परिवर्तन हला सही समय वर्तमान पर्यंत आउ संकल्प करिछि शेष पर्यंत मो जीवी फेरिबि नाही जहा किछि भी हबो पछके कहि जाय मो वर्तमान संक्षिप्त भाबरे आउ एटेन हुस पाउलो किए जे कि प्रथमे होचंती से पाउलो ए मैन हु वाज ए चोजन वेसल पाउलो जने लोक जे कि मनोनीत पात्र थिले प्रेरित 9 पर्वर 15 पद लिखा अछि से हमर जीसु कहले आ जतो से हननियों को दर्शन दे कहले साउलों को निकट को जा तापर हस्तार्पण कर से दृष्टि शक्ति पाइबो चक्षु से दृष्टि हरिछि आ से पवित्र आत्मा पाइबो ना ना प्रभु से भयंकर लोक आपन मंडली को केते आ से क्षति पहुंचोछि जेतबळे जीसु कहउछन्ति ए प्रेरित 9 पर्व 15 पदरे से हमर मनोनीत चोजन वेसल अनेक अंग मध्यरु प्रभु तांको से बरे हमर मनोनीत करथिले मनुष्य पसंद करंतु केबा नहीं मात्र जीसु ईश्वरंकर पुत्र तांको पसंद करी कहउछन्ति माय चोजन वेसल मोर मनोनीत पात्र हालेलुया अमन को मध्य से परि भाबरे प्रभु कहिबा आवश्यक तारा मन बिठारे निश्चय किछि भिन्नता देखा जिबा दरकार सेकंड 2 जेतु दशटा कथा कहिबार अछि मु शीघ्र शीघ्र कहि कि जीवी ए मैन हु एपरि से जने लोक थिले जे कि ए मैन हु रोट स्पेशल मिरेकल्स एपरि जने लोक आउ जहंको द्वारा असामान्य शक्तिर कार्य प्रभु साधन कर आई एम सॉरी एडा को मो बाइबल रु आउ से पदरा बाहर करि पाली नाही मो मन को आसीला माने मो जानिनी ता नाही टिके खोजिबा को पड़ी थांदा आमु ताको खोजी पारिनी छतबळे तणु जदी केही पाई छंदी एडा मते लागु निश्चय प्रेरित पुस्तक रे थिलो जदी केही कहि पारिबे तो भलो कथा कहि दियो लेखा होची गोडे स्थान रे आउ प्रभु पाउलों हस्त द्वारा असामान्य शक्तिर कार्य साधन कले कार जदि मन अछि न जदि टिके रिफर करी कहि पारे तो भलो नले परे देखि बाइबल रे किंतु अछि प्रेरित पुस्तक ए मैन हु रॉट स्पेशल मिरेकल्स जदि मने पड़ नै हम फोन तो लाइव चलते ना वीडियो वीडियो कोन कहले 1911-12 केंडी के पढ़ी वीडियो होची लाइव ही करूने और के चेष्टा करो कहली पाउलो को हस्त द्वारा असामान्य बाबू टिके अछि पढ़ी पारि पुणी ईश्वर पाउलो को हस्त द्वारा असामान्य शक्तिर कार्य साधन करूथिले केते पदरे अछि एडा 1911 प्रेरित 19 पर्वर 11 पदरे कथा लिखा अछि पुणी प्रभु पाउलोंकर हस्त द्वारा असामान्य शक्तिर कार्य साधन करथिले किंग जेम्स वर्जन रे ताकू इंग्लिश लिखा अछि गॉड रॉट स्पेशल मिरेकल्स बाय द हैंड ऑफ पॉल पाउलोंकर हस्त द्वारा आउ एपरि असामान्य शक्ति माने एक्स्ट्रा ऑर्डिनरी मिरेकल्स प्रभु करूते हालेलुया अमन को पाउलों को परि हबा को जदी अछि आम हस्त द्वारा मध्य एक्स्ट्रा ऑर्डिनरी मिरेकल्स हबा को पड़िबो नले हे पारिबो ना मु कहली मोर जीवन लक्ष्य से करी खाली कथारे कहबा को नाही ईश्वर राज्य वाक्य अनुहे शक्ति रे प्रकाश पाए मो परिवर्तन आरंभ कार्य करुଥିଲି विभिन्न विशेष करी से अंतर्वार सेवा अनेक कोई गाँ गुड़ा मु बुली जाउथि थरे मते प्रार्थना पई डाकिले गोटे स्थान को नुंडरी जुरी गोटे जुवा भयंकर भूतग्रस्त होइछ पूरा गाँ लोक माने हुलस्थल हो जाउछन्ति आउ सेडो बाप्तिस्ट मंडली अनेक थर मता पूर्व जाइथि मते गोटे विशेष स्वप्न दर्शन रे प्रभु कथा कहिथिले मु जाई पहुंचली संध्या बेले पहुंचवा समय समस्त अपेक्षा रे थिले मते आसंतु से प्रार्थना 3 दिन हलानी मला पड़ी पड़ी रही खाली टिके निश्वास रही आ किछि नाही देह छुले मते बहुत ठंडा आउ टिके प्रार्थना करिवे 3 घंटा चाली की 4 घंटा चाली के मु पादरे चली जाई छडी पहुंचली मुकले मु बहुत क्लांत अछि काली करी नाही नाही से आ तो बंचिबो नाही मते बाध्य कले सब लोक माने गां रे
ଆମର ଆଉ ଏଇ କୁଚୁଡା ଜାମସାଇ ଠାରୁ ମଧ୍ୟ ସେଟା ବଡ ନୁଣ୍ଡୁରି ଜିରା ପୁରୁଷ ସ୍ତ୍ରୀ ସମସ୍ତେ ଏକତ୍ର ଠିଆ ହେଇକି ମତେ ଅପେକ୍ଷାରେ ଅଛନ୍ତି। ମୁଁ କହିଲି କାଲି କରିବା ଯେତେବେଳେ ସେମାନେ ବାଧ୍ୟ କଲେ ମୁଁ କହିଲି ଯଦି ତାର କିଛି ହୁଏ ମୁଁ ଦାୟୀ ହେବି। ତାପରେ ସେମାନେ ଚୁପ୍ ରହିଲେ। ରାତିରେ ଶୋଇଲା ବେଳେ ଟିକେ ପ୍ରାର୍ଥନା କଲି ପ୍ରଭୁ କଣ ଗୋଟେ ଯୁବା ପୁଅ କଣ ହେଇଛି ଟିକେ ମତେ କହିଦିଅ। ଅନୁଗ୍ରହ କରି ପ୍ରଭୁ ମତେ ସ୍ୱପ୍ନ ଦର୍ଶନରେ ଦେଖେଇ କହିଲେ। ସେ ଯୁବା ପୁଅ ମୋ ସାମ୍ନାକୁ ଆସିଲା ସେ ସ୍ୱପ୍ନ ଦର୍ଶନରେ ଆଉ ମତେ କହୁଛି ମୁଁ କିଏ ତୁ ଜାଣୁ? ଆଖି ବଡ ବଡ କରି ଅନେକ ଆଉ ସେ ନିଜେ ହିଁ କହୁଛି ମୁଁ ହଉଛି ବାହିନୀ ଭୂତ। ସାଙ୍ଗେ ସାଙ୍ଗେ ମୁଁ ତାକୁ ଉତ୍ତର ଦଉଛି ଯୌନ 14:12 କଣ ଲେଖା ଅଛି ତୁ ଜାଣୁ? ମୁଁ ବି ତାକୁ ସେମିତି କହିଛି ଆଉ ଉତ୍ତର ଦେଇକି ଯୀଶୁ କହିଲେ ସତ୍ୟ ସତ୍ୟ ମୁଁ ତମକୁ କହୁଛି ଯଦି କେହି ମୋର ବିଶ୍ୱାସ করে ମୁଁ ଯୋଉ କର୍ମ କରୁଛି ସେ ବିଷୟ ସବୁ କର୍ମ କରିବ ତା ଅପେକ୍ଷା ଅଧିକ ମହତ୍ କର୍ମ କରିବ। ଏତେବେଳେ ସେ ମୁଣ୍ଡ ତଳକୁ କଲା। ଏଇଟା ଥିଲା ମୋର ଆଉ ସ୍ୱପ୍ନ। ରାତି ଅଧଇଛି ଉଠି ପ୍ରଭୁଙ୍କୁ ଧନ୍ୟବାଦ ଦେଲି। ତାକୁ ମୋ ଠାରେ ସମର୍ପଣ କଲ ସେ ଡିଫିଟ୍ ହେଲା ଧନ୍ୟବାଦ। ଆଉ ସକାଳେ ଯେତେବେଳେ ହେଲା ଭାବିଲି ଯୀଶୁ ତ କହିଲେ ପ୍ରାର୍ଥନା ଓ ଉପବାସ ବିନା এই ପ୍ରକାର ଭୂତ ବାହାରି ଯିବ ନାହିଁ। ପ୍ରଭୁଙ୍କୁ କହିଲି ଆଜି ସନ୍ଧ୍ୟା ପର୍ଯ୍ୟନ୍ତ 6ଟା ପର୍ଯ୍ୟନ୍ତ ଖାଇବି ନାହିଁ ପିଇବି ନାହିଁ ଉପବାସରେ ଚାଲ ଯିବା। ସେଇ ଘରକୁ ଗଲୁ ଗାଁର ସବୁ ଲୋକମାନେ ଭିତରେ ବାହାରେ ଭରି ହେଇକି ଅଛନ୍ତି। ତାକୁ ଉଠାଅ ତାକୁ ଉଠେଇକି ବସେରେ କାଠ ଗଣ୍ଡି କରି ସେ ବସିଛି ଆଖି ଖୋଲୁ ନାହିଁ କଥାବାର୍ତ୍ତା ନାହିଁ ଦେହ ଛୁଇଁଲା ବେଳେ ବରଫ ଭରି ସବୁ ଲୋକ ଭିତରେ ବାହାରେ ଠିଆ ହେଇଛନ୍ତି। ପୁରା ସେ ନୁଣ୍ଡୁରି ଗ୍ରାମର ସ୍ତ୍ରୀ ପୁରୁଷ ସବୁ ଆଉ ସବୁ ନୀରବ ହେଇକି ଅଛନ୍ତି। ମୁଁ ଲିଡ୍ କରୁଛି ଆମେ ବିଜୟୀ ହେବା ସମସ୍ତେ ଗାଁ ମୋ ସହିତ ହାତ ତାଳି ଦେଇକି ସମସ୍ତେ ଗାଇବା ପାଇଁ। ସେତେବେଳେ ମୁଁ ଆତ୍ମାରେ ପୂର୍ଣ୍ଣ ହେଲି ଆଉ ପାଟି କରିକି କହିଲି ନାଜରେ ତ ଯୀଶୁ ଖ୍ରୀଷ୍ଟଙ୍କ ନାମରେ କହୁଛି ସେ ତ ବାହିନୀ ଭୂତ କହିଥିଲା ଏ ବାହିନୀ ଭୂତ ତାଠାରୁ ବାହାରି ଯା ଆଉ ଏ ଅନ୍ଧ ମୂକ ବଧିରାତ୍ମା ତାଠାରୁ ବାହାରି ଯା। ମୁଁ ଯାହା କହୁଛି ବର୍ତ୍ତମାନ ତୁ କହିବୁ ତାହା କହି କହିଲି କହ ପ୍ରେଜ୍ ଦ ଲର୍ଡ। ମଲା ପରି ଲୋକଟା କହିଲା ପ୍ରେଜ୍ ଦ ଲର୍ଡ। ମୁଁ କହିଲି ହାଲେଲୁୟା ସେ କହିଲା ହାଲେଲୁୟା। ଯୀଶୁଙ୍କ ରକ୍ତର ଯୀଶୁଙ୍କ ରକ୍ତର କହିଲି ଠିଆ ହୁଅ। ସେ ଠିଆ ହବାକୁ ଲାଗିଲା ମଲା ଭଳିଆ ଲୋକଟା ହଲି ହଲିକି ଠିଆ ହଉଛି। ଆଉ ଗୋଟିଏ ଥର ଜୋରରେ କହିଲି ଯୀଶୁଙ୍କ ନାମରେ କହୁଛି ସଡ଼କ ହେଇକି ଠିଆ ହ। ପୁରା ସଡ଼କ 100କୁ 100 ଭାବରେ ଏପରି କଟକରେ ଗୋଟେ ସ୍ଥାନରେ ଏପରି ହେଲା ଆମର ମଣ୍ଡଳୀରେ ଆଜି ପ୍ରଭୁଙ୍କ ସେବା କରିବା। ଦୁଇ ଜଣଙ୍କର ଗୋଟିଏ ଭାଇ ଭୟଙ୍କର ଅସୁସ୍ଥ ହେଇକି ଆଉ ତାଙ୍କର ଘର ଭିତରେ ହିଁ ହଠାତ୍ ତାର ପ୍ରାଣ ଚାଲିଗଲା। ଆମ ଘର ଠାରୁ ତାଙ୍କ ଘର ବହୁତ ଦୂର। ମତେ ଫୋନ କଲେ ଆଉ ଅତି ଶୀଘ୍ର ଆସ କଣ ହେଲା କଣ ଆମ ଭାଇ ଆଉ ତାର କିଛି ନାହିଁ। ଆଉ ପ୍ରଥମେ ସ୍ପିକର ମୁଁ ପ୍ରାର୍ଥନା କରୁଛି ତା ପାଖରେ ଲଗା ତାର ସେତେବେଳେ ପ୍ରାଣ ନାହିଁ ଚାଲିଯାଇଛି। ଆଉ ମୁଁ ପ୍ରାର୍ଥନା କରୁଛି ତା ପାଇଁ ତା ନାମରେ ହିଁ ପ୍ରାର୍ଥନା କଲି। ଆଉ ଯେତେବେଳେ ମୋର ଆୱାଜଟା ତା ପାଖକୁ ଗଲା ସେ କାନ ଭିତରକୁ ପଶିଗଲା ସେ ଆଖି ଖୋଲି ଉଠିକି ଠିଆ ହେଇ କଥାବାର୍ତ୍ତା ବି ପୁରା ନର୍ମାଲ ହେଇଗଲା ଯୋଉଟା ମୋ ସାମ୍ନାରେ ନାହିଁ ବହୁତ ଦୂରରେ। ଜଣେ ନୈଷ୍ଠିକ ହିନ୍ଦୁରୁ ଜଣେ ଲୋକ ପରିବର୍ତ୍ତନ ଜଣେ ବ୍ୟାଙ୍କ ମ୍ୟାନେଜର ସେ କୌଣସି ଗିର୍ଜା ଯାଉଥିଲା ତାପରେ ହଠାତ୍ ଆମ ପାଖକୁ ଆସିଲା ଆଉ ସେ ଫେସବୁକରେ ମୋର ସବୁ ଦେଖେ ମତେ ଗୋଟେ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠେଇଲା ମୁଁ ଆକ୍ସେପ୍ଟ କଲି। ତାପରେ ମୋ ସହିତ କଥାବାର୍ତ୍ତା କଲା ଆଉ ସେ କହିଲେ ମୁଁ ଆପଣଙ୍କ ପାଖକୁ ଆସିବାକୁ ଚାହୁଁଛି ଆପଣଙ୍କ ଚର୍ଚ୍ଚ ଆସିଯାଉ ଆସିଲା। ସେ ଦେଖିଲା ମୋ ଚର୍ଚ୍ଚର ସର୍ଭିସ ସିଷ୍ଟମ ସବୁ କହିଲା ମୁଁ କେତେ ଗୁଡା ଚର୍ଚ୍ଚ ଆଟେଣ୍ଡ କରିଛି କିନ୍ତୁ ଆପଣଙ୍କର ସମ୍ପୂର୍ଣ୍ଣ ରୂପେ ଭିନ୍ନ। ପ୍ରଭୁଙ୍କ ଉପସ୍ଥିତି ବହୁତ ଅନୁଭବ କରିହୁଏ। ପୁରା ଚର୍ଚ୍ଚଟା ସାନ ବଡ ଅଣ୍ଡର କଣ୍ଟ୍ରୋଲ ଆତ୍ମିକ ବିଷୟ ଛଡା କୌଣସି ଚିନ୍ତା ଚର୍ଚ୍ଚା କିଛି ନାହିଁ। ତାପରେ ଗଲା ଏଠି ନୂଆ ବିଷୟ ବି ମୁଁ ଶୁଣୁଛି ସେଟା ହଉଛି ପବିତ୍ର ଆତ୍ମା। ଅନେକ ତାକୁ ମୁଁ କହିଲି ତୁମେ ବି ପବିତ୍ର ଆତ୍ମା ପାଇପାରିବ କିନ୍ତୁ ସେ ବହୁତ ଦୂରରେ ଆମେ କଟକରେ ସେ ଢେଙ୍କାନାଳରେ ସବୁବେଳେ ତ ଆସିପାରିବି ନାହିଁ। ଠିକ ଅଛି କେତେ ବି ସମୟ ଠାରୁ ଶିଖିଲା ପରେ ମୁଁ ତାକୁ କହିଲି ତୁମେ ନିଜେ ବି ପ୍ରାର୍ଥନା କର। ଦିନେ ଫୋନରେ ତା ସହିତ ପ୍ରାର୍ଥନା କରୁଛି ଆତ୍ମାରେ ପ୍ରେରଣା ପାଇ তুমি প্রভুঙ্কর প্রশংসা ধন্যবাদ কর বর্তমান আত্মারে পূর্ণ হব। যেতବେଳେ ସେ ପ୍ରଶଂସା ଧନ୍ୟବାଦ କରିବାକୁ ଲାଗିଲା ମୁଁ ପ୍ରାର୍ଥନା କରୁଛି ପ୍ରଭୁ ଆତ୍ମାରେ ପୂର୍ଣ୍ଣ କର। ଆଉ ସେ ଆତ୍ମାରେ ପୂର୍ଣ୍ଣ ହିଁ ପରଭାଷା କହିବାକୁ ଲାଗିଲା କଟକରୁ ଢେଙ୍କାନାଳ ଫୋନ ଦ୍ୱାରା। ଅନେକ ସମୟରେ ମୁଁ ମଧ୍ୟ ଚିନ୍ତା କରେ ଯେପରି ପାଉଲ କରନ୍ତି ସେପରି ଭାବରେ ସେ ହସ୍ତାର୍ପଣ କଲେ ପ୍ରେରିତ 19 ପରେ 12 ଜଣ ପୁରୁଷଙ୍କ ଉପରେ ସମସ୍ତେ ପବିତ୍ର ଆତ୍ମାଙ୍କ ଦାନ ପ୍ରାପ୍ତ ହେଲେ ପରଭାଷା କହିଲେ ଆଉ ଭାବବାଣୀ କହିଲେ। ମୋ ଜୀବନ ସେବା କାର୍ଯ୍ୟରେ ଅନେକ ଥର ଏପରି ଘଟିଛି। ପାବ୍ଲିକ ମିଟିଂ ଗୁଡାକରେ
बेले बेले कहा का ऊपर हमर विशेष करी खारीगुड़ा रसे आउ सुभाष भाई जांग ना थियोफिल मुदेली आउ से भी पवित्र आत्मा पाई नथिले स्वप्न देखि मते कहले आपन पर जण लोक मो मुंडर हस्तार्पण करूछन मो पवित्र आत्मा प्राप्त होछि कहले आज संध्यार तमे पवित्र आत्मा पाए पे प्रस्तुत हो जाओ से संध्या प्रार्थना तांको घरे होतेरा हाथ दुईटा तांको मुंड रखी कहली थियोफिल भाई पवित्र आत्मा रे पूर्ण तत्क्षणा पूर्ण कड़करे मो पुओ से पवित्र आत्मा रे पूर्ण न अनेक दिन मो झियो पाइते मो स्त्री मो अनेक दिने प्रभु बोझ होछि सेही समय शेष बळु समस्ते चर्च रे पवित्र आत्मा पाइछन मो पुओ पाइने ठिया होतु आउ कोन ना तू पवित्र आत्मा रे पूर्ण होबा चाहू हां प्रभुଙ୍କର प्रशंसा धन्यवाद कर वर्तमान तो पूर्ण हो ता मुंडरे आदरे पवित्र आत्मा रे पूर्ण तत्क्षण से पवित्र आत्मा रे पूर्ण होई प्रभाषा कहया आ मोर सेवा कार्य रे ए कार्य ही हुए अनेक अनेक कहीं की मु मो परि नहीं मु पाउलंक परि हेबा को चाहू छी हालेलुया से कहछन्ती मो परि हो बी ए फॉलोअर्स ऑफ मी आउट एक प्रकार गोटे लोक से जान हस्त द्वारा असामान्य शक्ति बड़ बड़ आश्चर्य कर्म होतला असामान्य शक्तिर कार्य इंग्रेजी रे स्पेशल मिरेकल्स नॉट ओनली मिरेकल्स स्पेशल मिरेकल्स गोटे समय कटकर अवस्था अनायत हो गला वर्षा दिन रे मोय पाके थाए काठजोड़ी महानदी रे आउ पानी आउट थी राइट ना हां आउ जत पळे मु एपे हमन तल प्रभु सभा कार्य करथिली आउ प्रभु मते विशेष करी कथा कहले मु चली गली देखिली महानदी आउ काठ जोड़ी बन्या रे एकदम उबुटुब होउची हजार हजार संख्यार लोक माने सब नई कूल रे देखछन्ती से दृश्य भय रे समस्तकर छाती थरुची जेहेतु आउ हीरा केन्द्र गेट गुडा को सब खोला ही गलानी जते वर्षा हो जदी से गेट खोला न हबो महानदी काठ जोड़ रे किछि पानी नथिरो पूरा खरा पाग थिबो जदी गेट खोला माने प्रबल बन्या हो आउ एप्रिल समस्त भीतर भय आछला जे आउ से वर्षा से पानी को आउ से हिराकुद डैम कंट्रोल करी पारुनी तनो सब गेट प्राय से खोली देलानी घट भीतर पानी पहुंचो समस्तंगर भय से परिटी आगरु भी हेतिना मु जीवा पूर्वरु जन लोक माने समानतर जिनिस पत्र तळ घर ऊपर भी नउछंती आ बड़ चिंता रे पडुछंती अनेक मते कहिबा लागिले आउ किछु उडे करंतु कोन मु करिवि मो झियो को नहीं कि सानो थिला मिली ताकु नहीं कि मु बिगली से बन्या देखिबा को काठ जोड़ी आउ महानदी रे प्रबल बन्या समुद्र भलिया देखा जाउछ आउ सेतोले प्रभु मते कथा कहले आत्मा रे समस्त देखिला भली तमे कोन देखुछ तमको एडी अनहि जोड़ विशेष उद्देश्य पृथ्वी रे तुमे जहा बंद करिवो इंग्लिश रे लेखा होची बाइंड बांधियो स्वर्ग रे बंद हबो तमे जानो तमे करने काम केबे ए सरडा को रक्षा करो कौनसी लोक ताहा करिया पई समर्थ नाहंती जेबरी राजा नबुकदनेस्सर कहले दानिएल कौनसी लोक समर्थ नाहंती मो जो स्वप्न देखिछि ताको कहिबा तार अर्थ कहिबा केबा जो काम थारो जो लेखाला तार अर्थ कहिबा पई कौनसी लोक समर्थ नाहंती कौनसी ज्ञानी बुद्धिमान मो देश रे केवल तुमे समर्थ जेहेतु तुम ठारे पवित्र देवगणर आत्मा अछंती हालेलुया सेमिति काहा ठारे सा नाही आउ तापरे मो स्त्री मो झियो रामे महानदी काठजुरे कुळे कुळे बुलिलु झियो भाबुची आमे ताकु बोलौछु मो स्त्री मु कहली चालू थिबा गाड़ी मु चलौछि चले अवस्था रे कहबो बांधुछु मु जीसुଙ୍କ नाम रे ए काठजुड़ी जेमते भीतर को पानी आछो तमे कहि के चलो गोटे पाखरे में गलु द्वितीय दिन रे मंडल किछि लोक मुनी महानदी कुळ कुळ रे गलु समस्ते कबो कथावार्ता के कोन जीसुଙ୍କ नाम रे बांधुछि जीसुଙ୍କ नाम रे बांधु एति कहि के चलो एपरि भाबरे पूरा कटक हम राउंड कर देबो तापर दिने चौत्र उपवास प्रार्थना परस्पर को हाथ को धरो तिनी कुणिया करी हे तो महानदी काठ जोड़ी एमि कहि कि तिनी कोन हे के कटक अछि केही कार हाथ छाड़ी बनी प्रार्थना सरीबा पर्यंत
ଦୃଢ ଭାବରେ ପ୍ରାର୍ଥନା କରୁ ବାନ୍ଧୁଛୁ ଏ କଟକ ସହରକୁ ଏ କାଠଯୋଡି ମହାନଦୀ କୂଳକୁ ଆଉ ଏ କୂଳକୁ ଲଙ୍ଘନ କରିକି ବନ୍ୟା ଭିତରେ ପ୍ରବେଶ କରିବ ନାହିଁ। ଆଉ ପ୍ରଭୁଙ୍କର ଧନ୍ୟବାଦ ହଉ। ଆଉ ମୋ କଥା ମୋ ପ୍ରାର୍ଥନା ମାନଙ୍କର ପ୍ରାର୍ଥନା ଅନୁସାରେ ସେ ଯେତେ ପାଣି ଆସୁଛି ପଛକେ ଭିତରକୁ ପ୍ରବେଶ କଲା ନାହିଁ, ପୁରା ସହରଟା ରକ୍ଷା ପ୍ରାପ୍ତ ହେଇଗଲା। ଏହିପରି ଭାବରେ ମୁଁ କରିବା ପାଇଁ ଚାହେଁ, ଆମମାନଙ୍କୁ ସମସ୍ତଙ୍କୁ ପ୍ରଭୁ କରିବା ପାଇଁ ଚାହୁଁଛନ୍ତି। ଏଇଟା ହଉଛି ସ୍ପେଶାଲ ମିରାକଲ୍ସ, ଅସାମାନ୍ୟ ଶକ୍ତିର କାର୍ଯ୍ୟ ଯାହା ପାଉଲଙ୍କ ଦ୍ୱାରା ପ୍ରଭୁ କରୁଥିଲେ। A man who brought special miracles. 3. A man who cared for all the churches. ଏପରି ଜଣେ ଲୋକ କି ସମସ୍ତ ମଣ୍ଡଳୀ ପାଇଁ ଚିନ୍ତା କରୁଥିଲେ। ବାଇବେଲ ଲେଖା 2 Corinthians 11:28 ପଦରେ ମଣ୍ଡଳୀ ବିଷୟ ଚିନ୍ତା ପ୍ରତ୍ୟେକ ଦିନ ମୋ ଉପରେ ମାଡ଼ି ପଡୁଛି। Who is like Paul? ଆଜି ପାଉଲ ପ୍ରଭୁ କହୁଛନ୍ତି ପାଉଲଙ୍କ ପରି କିଏ? ଅନେକ ସମୟରେ ଆମେ ଚିନ୍ତା କରୁଛୁ ନିଜ ପାଇଁ, ନିଜ ସ୍ତ୍ରୀ ପିଲା ପାଇଁ, ନିଜ ଘର ପାଇଁ, ଆମର ଭବିଷ୍ୟତ ପାଇଁ। କିନ୍ତୁ ପାଉଲ ଜଣେ ଲୋକ ଥିଲେ ନିଜ ପାଇଁ କାହା ପାଇଁ ଚିନ୍ତା କରୁନଥିଲେ। ସେ କହୁଛନ୍ତି ପ୍ରତ୍ୟେକ ଦିନ ମଣ୍ଡଳୀ ସମ୍ବନ୍ଧୀୟ ଚିନ୍ତା ମୋ ଉପରେ ମାଡ଼ି ପଡୁଛି। କି ପ୍ରକାର ଜୀବନ ତାଙ୍କର। ଯଦି ଏପରି ଆମଙ୍କର ଚିନ୍ତାଧାରା ବି ହବ ତାହେଲେ ମଣ୍ଡଳୀ ସୁରକ୍ଷିତ ହବ, ମଣ୍ଡଳୀ ମଜବୁତ ହବ, ଆଉ ଯୀଶୁଙ୍କ ଆଗମନ ପାଇଁ ସୁବୁଦ୍ଧି କନ୍ୟା ପରି ପ୍ରସ୍ତୁତ ହୋଇପାରିବ। ନରକର ବଳ ତାକୁ ପରାଜୟ କରିବ ନାହିଁ। ପାଉଲ କହୁଛନ୍ତି ମୋ ପରିବ ମଣ୍ଡଳୀ ସମ୍ବନ୍ଧୀୟ ଚିନ୍ତା ନିଶ୍ଚୟ ଆମମାନଙ୍କ ଠାରେ ରହିବା ଆବଶ୍ୟକ। 4ରେ A man who lived only for Jesus. ଫିଲିପିଓ 1:21 ପଦରେ ପାଉଲ କହୁଛନ୍ତି ମୋ ନିମନ୍ତେ ଜୀବନ ଧାରଣ ଖ୍ରୀଷ୍ଟ, ମୃତ୍ୟୁ ଭୋଗ ଲାଭଜନକ। ଜଣେ ଲୋକ ଯେ କି କେବଳ ଯୀଶୁଙ୍କ ନିମନ୍ତେ ବଞ୍ଚିଲେ, ନିଜ ପାଇଁ, ନିଜ ପରିବାର, ପିତା ମାତାଙ୍କ ପାଇଁ ନାହିଁ, ଦେଶ ରାଜ୍ୟ ପାଇଁ ନାହିଁ, ସମାଜ ପାଇଁ ନାହିଁ, ଯୀଶୁଙ୍କ ନିମନ୍ତେ ସେ ବଞ୍ଚିଲେ। ସେ ଦୃଢତାର ସହିତ କହୁଛନ୍ତି ମୋ ନିମନ୍ତେ ଜୀବନ ଧାରଣ ଖ୍ରୀଷ୍ଟ। ଟିକେ ଚିନ୍ତା କରିବା ଆବଶ୍ୟକ, ଟିକେ ତୁଳନା କରିବା ଦରକାର। ଆମେ କାହା ପାଇଁ ବଞ୍ଚିଛୁ? ଆଜି ଆମଙ୍କ ଜୀବନର ଲକ୍ଷ୍ୟ କଣ? କାହା ବିଷୟରେ ଆମେ ଭାବୁଛୁ? କାହାର ଦାୟିତ୍ୱ ଭାର ଆମେ ନେଇଛୁ? ହଁ, ପରିବାରର ଦାୟିତ୍ୱ ଭାର ନେବା ଆବଶ୍ୟକ, କିନ୍ତୁ ସବୁବେଳେ ନୁହେଁ। ଯୀଶୁଙ୍କ ଠାରୁ ଅଧିକ ପରିବାରର ଦାୟିତ୍ୱ ନେଇ ପାରିବା ନାହିଁ। ଯୀଶୁ ନିଜେ କହିଲେ ଯେ କେହି ମୋ ଠାରୁ ଅଧିକ ଭାବରେ ପିତା ମାତା ଭ୍ରାତା ଭଗ୍ନୀ ଭାର୍ଯ୍ୟା ସନ୍ତାନ ସନ୍ତତିକୁ ପ୍ରିୟ ଜ୍ଞାନ କରେ ସେ ମୋର ଯୋଗ୍ୟ ନାହିଁ। ପ୍ରଭୁ ଦେଇଛନ୍ତି ପରିବାର ଧରିକି ରଖିଛୁ। ଆଜି ଆମ ପ୍ରାଣ ଚାଲିଗଲେ କିଏ ଆସି ବୁଝିବ ଆମ ପରିବାର କଥା? ଯଦି ପ୍ରଭୁ ସନ୍ତୁଷ୍ଟ ହେବେ, ଗୀତ ସଂହିତା 91 ପର୍ବ ଅନୁସାରେ ଲେଖା ଅଛି ଦୀର୍ଘାୟୁ ଦେଇ ପରିତୃପ୍ତ କରିବା ତାଙ୍କ ହାତରେ ଅଛି। ପରିବାର ପ୍ରଥମେ ନୁହେଁ, ଈଶ୍ୱରଙ୍କ ରାଜ୍ୟ ପ୍ରଥମେ। ଗୋଟିଏ ମାସ ଧରି ଗଲା ମୋ ପରିବାରରୁ ଅଲଗା ହେଇକି ଅଛି। ଅବଶ୍ୟ ଫୋନରେ କଥାବାର୍ତ୍ତା ବେଳେବେଳେ ମୋ ସ୍ତ୍ରୀଙ୍କ ଦେହ ମୋ ଶୈଳୀ ମଝିରେ ବହୁତ ଖରାପ ହେଇଗଲା। ଆଉ ମତେ ବି ଜଣେଇ ନାହାନ୍ତି ସେମାନେ, କାଳେ ମୁଁ ଡିଷ୍ଟର୍ବ ହେବି କହି। ଜାଣିଲେ ବି ମତେ ସହଜରେ ଯିବି ନାହିଁ। ସେଭଳି କାର୍ଯ୍ୟ ମୁଁ କରିକି ଆସିଛି। ମୁଁ ପଚାରିଲି କଣ ହେଲା, କେମିତି? ସେଟା ମରୁ ମରୁ ମୁଁ ବଞ୍ଚିଗଲି। ପୁଅ ଅଛି, ଝିଅ ଅଛି, ସମସ୍ତେ ମତେ କହିବା କଥା, କେହି ବି କହିନାହାନ୍ତି ସେମାନେ। ଆଉ ମୁଁ ଏମିତି ହେଇକି ଅଛି ପ୍ରଭୁଙ୍କର କାର୍ଯ୍ୟରେ, ପ୍ରଭୁଙ୍କର ସେବାରେ। ଆଉ ଯେମିତିକି ଯୋଉ ପାଉଲଙ୍କ ଜୀବନକୁ ମୁଁ ଶ୍ରେଷ୍ଠ ମଣିଛି ଖାଲି କଥାରେ କହିଲାଣି, ମୋ ଜୀବନରେ ମତେ ଦେଖେଇବା। ମୋ ସ୍ତ୍ରୀ ପିଲା, ମୋ ଜୀବନ ସମସ୍ତଙ୍କ ଠାରୁ ଶ୍ରେଷ୍ଠ। ସେ ଆମର ସୃଷ୍ଟିକର୍ତ୍ତା, ସେ ଆମମାନଙ୍କ ପାଇଁ ପ୍ରାଣ ଦେଇଛନ୍ତି, ସେ ଆମମାନଙ୍କ ପାଇଁ ଚିନ୍ତା କରନ୍ତି, ନିତ୍ୟ ନିବେଦନ କରିଛନ୍ତି, ସେ ଆମକୁ ନେବା ପାଇଁ ଆସୁଛନ୍ତି ଶୀଘ୍ର କରି। ଚକ୍ଷୁର ପଲ୍ଲକର ଗୋଟିଏ ଦୂରୀ ଧ୍ୱନିରେ ଆମମାନଙ୍କୁ ସେ ନରକରୁ ଉଦ୍ଧାର କରି ସ୍ୱର୍ଗ ରାଜ୍ୟର ଅଧିକାରୀ ହେବାର ଯୋଗ୍ୟତା ନିଶ୍ଚୟ ଆମମାନଙ୍କୁ ଦେଇଛନ୍ତି। ଏଟାକୁ ବାପା ମା ଦେଇନାହାନ୍ତି, କେହି ଦେଇନାହାନ୍ତି। କେବଳ ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ ଗୋଟିଏ ମାତ୍ର ନାମ ଅଛି, ଯେଉଁ ନାମରେ ପରିତ୍ରାଣ ଅଛି, ଆଉ କୌଣସି ନାମ ଦିଆଯାଏ ନାହିଁ। ଦୂତ କହିଲେ ତାଙ୍କ ନାମ ତୁମେ ଯୀଶୁ ଦବ। ହାଲେଲୁୟା। ଯୀଶୁର ଅର୍ଥ ହଉଛି ସେଭିୟର, ରକ୍ଷକ। ତେଣୁ ଏଇଟା ହଉଛି ପାଉଲଙ୍କର ଜୀବନ। ତାପରେ 5, A man who had encounter with Jesus. ପ୍ରେରିତ 22 ପର୍ବର 17-18 ପଦରେ ଲେଖା ଅଛି, ପାଉଲ କହୁଛନ୍ତି ଆଉ ଯେତେବେଳେ ମୁଁ ଜେରୁସାଲେମକୁ ଯାଇ ଉପାସନା କରୁଥିଲି, ମୂର୍ଚ୍ଛିତ ହୋଇ ତାଙ୍କୁ ଦର୍ଶନ କଲି।
ଯୀଶୁ ଚାହୁଁଛନ୍ତି ମତେ ଦେଖ ତମ ଜୀବନ ପୁରା ପୁରି ବଦଳି ଯିବ। ପ୍ରଭୁଙ୍କୁ ଦେଖିବାରେ ଗୋଟିଏ ଏପରି ଭାବରେ ଗୋଟେ ଶକ୍ତି ତାର ପ୍ରଭାବ ରହିଛି, ମଣିଷ ବଦଳି ଯିବ। ତେଣୁକରି ମୋର ପରିବର୍ତ୍ତନ ଆରମ୍ଭରେ ମୁଁ ଆଉ 3ଟା ସର୍ତ୍ତ ରଖିଥିଲି। ଯଦି ଯୀଶୁ ତମେ ସତ୍ୟ ଈଶ୍ୱର, ମତେ ତୁମକୁ ଦେଖିବାକୁ ହବ। ଯାହା କରିବାକୁ ପଡିବ ମୁଁ କରିବି, ଦେଖିବାକୁ ପଡିବ ମତେ, ନହେଲେ ହବ ନାହିଁ। ଯୀଶୁଙ୍କ ଦର୍ଶନ ପାଇଲି ଦିନେ, ଅନେକ ଥର ଯୀଶୁଙ୍କ ଦର୍ଶନ ପାଇଲି। ତେଣୁ ମୋ ଜୀବନଟା ପୁରାପୁରି ବଦଳିଗଲା। ଲେଖା ହଉଛି ପ୍ରେରିତ ହିତୋପଦେଶ 29 ପର୍ବ 18 ପଦରେ, where there is no vision people perish, ଲୋକ ବିନଷ୍ଟ ହୁଅନ୍ତି ପ୍ରଭୁଙ୍କ ଦର୍ଶନ ନଥିଲେ। ସେ ପାଉଲ ପ୍ରଭୁଙ୍କର ଦର୍ଶନ ରାସ୍ତାରେ ପାଇ, ଦମେଶକ ରାସ୍ତାରେ ପାଇ ସାଉଲରୁ ସେ ପାଉଲ ହେଇଗଲେ, ସେ ବଦଳି ଗଲେ। ସେ ଦର୍ଶନ ହିଁ ତାଙ୍କୁ ବଦଳି ଦେଲା। ବିଭିନ୍ନ ପ୍ରକାର ସ୍ୱପ୍ନ ଦର୍ଶନ ଅଛି, ମାତ୍ର ଯୀଶୁଙ୍କୁ ଦେଖିବାକୁ ପ୍ରଭୁ ମୋ ଭିତରେ ଦେଲେ। ମାଥ୍ୟୁ 5 ପର୍ବ 8 ପଦ। ଆଉ କଣ ଶୁଦ୍ଧ ଚିତ୍ତ ଲୋକ ଧନ୍ୟ ସେମାନେ, ଈଶ୍ୱରଙ୍କର ଦର୍ଶନ ପାଇବେ। ଈଶ୍ୱରଙ୍କର ଦର୍ଶନ ପାଇବାକୁ ହବ ଆମକୁ, ଯୀଶୁଙ୍କର ଦର୍ଶନ ପାଇବାକୁ ହବ ଆମକୁ। ଆମ ଜୀବନ ବଦଳି ଯିବ, ଆମେ ବି ପାଉଲଙ୍କ ପରି ହେଇପାରିବା। ଆମର ଜୀବନ କଣ ବର୍ତ୍ତମାନ? ଆଉ 6ରେ who Paul was, ପାଉଲ କିଏ ଥିଲେ? A man who counted all things as dung, ଫିଲିପିଓ 3 ପର୍ବର 8 ପଦରେ ଆଉ ଲେଖା ଅଛି, ପାଉଲ କହିଲେ ମୁଁ ସମସ୍ତ ବିଷୟକୁ ଆବର୍ଜନା ପରି ମନେ କରୁଛି। ଜଗତର ବିଷୟ ସବୁକୁ ଆବର୍ଜନା ପରି ତାଙ୍କୁ ଲାଗିଲା। ଟିକେ ଚିନ୍ତା କର, ଟିକେ ଆମକୁ ଚିନ୍ତା କରିବାକୁ ହବ। ଆମର ଚିନ୍ତାଧାରା କଣ? ଯଦି ଆବର୍ଜନା ମାନେ ଅସନା ଜିନିଷ ଝାଡା ପରିସ୍ରା ହେଇଯିବ, ଦେଖିଲେ କେହି ତା ପାଖକୁ ଯିବ? ଘୁଞ୍ଚିକି ଅଲଗା ରାସ୍ତାରେ ଯିବ, ନାକ ବନ୍ଦ କରିକି ଯିବ। ଆଉ କେମିତି ସେଟା ସଫା ହଉ ସେ ଚାହିଁବ। ଜଗତର ସବୁ ବିଷୟ, ଘର ଦ୍ୱାର, ଟଙ୍କା ପଇସା, କ୍ଷମତା, ମାନ ସମ୍ମାନ, ଶରୀରର ସୌନ୍ଦର୍ଯ୍ୟ, ଯେତେ ପ୍ରକାର ଜଗତର ବିଷୟ ଅଛି, ସେ ସବୁକୁ ତାଙ୍କୁ ଆବର୍ଜନା ପରି ଲାଗୁଥିଲା। କିନ୍ତୁ ଆମ ଭିତରେ ଅନେକ ସମୟରେ ସେଥିପ୍ରତି ଲୋଭ ଲାଳସା ଅଛି। ନହେଲେ ଆମେ ଖୁସି ହେଇପାରୁ। ମୁଁ ପ୍ରଭୁଙ୍କର ସେବା ଏତେ କରିକି ଆସିଛି, ମୋର ଘର ନାହିଁ, ମୋ ପୁଅ କି ଝିଅର ଚାକିରି ନାହିଁ, ମୋର ଗାଡି ନାହିଁ, ମୋର ବ୍ୟାଙ୍କ ବାଲାନ୍ସ ନାହିଁ, ମୋର ସମ୍ମାନ ନାହିଁ, ମୁଁ ଗୋଟେ ସାଧାରଣ ବେକାର ଲୋକ ପରି। ଯୀଶୁ ତ ନିଜେ କହିଲେ ମନୁଷ୍ୟ ପୁତ୍ରଙ୍କର ମୁଣ୍ଡ ଗୁଞ୍ଜିବାର ଜାଗା ନାହିଁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତେଣୁ ପ୍ରଭୁଙ୍କର ଧନ୍ୟବାଦ ହଉ। ତୁଳସୀ ମୋହନରେ ଘର କରିବା ସମୟରେ ମୁଁ ମନରେ ବହୁତ ଦୁଃଖ କରୁଥିଲି, ସେ ଘରଟା ହେଇପାରିଲାନି। ଅନେକ ତାକୁ ବନେଇକି ଆଉ ଫୋଡା ଦିଅ କହୁଥିଲି, ପ୍ରଭୁ ଏଇଟା ମୋ ପାଇଁ ଗୋଟେ ଲଜ୍ଜା ପରି ହଉଛି। ମୋ ଭାଇ ଭଉଣୀ ଅନେକ କହୁଛନ୍ତି ଘରଟା କରିଦିଅ, କାହିଁକି ଏମିତି ପକେଇଛ? ଏଇଟା ମୋ ପାଇଁ ଗୋଟେ ଲଜ୍ଜା ପରି ହଉଛି। କାହିଁକି ମୁଁ ସେ ଜାଗା କିଣୁଥିଲି, କାହିଁକି ମୁଁ ସେ ଘର କରୁଥିଲି? ଆଉ ହଁ, ପ୍ରଭୁ ଆତ୍ମାରେ ମତେ କହିଲେ, ତମେ କିଣିଲା ବେଳେ, ବନେଇଲା ବେଳେ ମତେ ପଚାରୁଥିଲ କି ପଇସା ଟିକେ ହେଇଗଲା, ଦାନ ମିଳିଗଲା, କିଣିଦବା। ଆଉ କଣ ତମର ବିଶ୍ୱାସ ଅଛି? ବହୁତ ପର୍ବତ ଘୁଞ୍ଚିଯିବ ନା। ତେଣୁକରି ଏ ଘର ପାଇଁ 10 ଲକ୍ଷ ଟଙ୍କା ଦରକାର, ଦିଅ ହେଲା। ଆଉ ବିଶ୍ୱାସକୁ ବ୍ୟବହାର କରିବ ତମେ। ମାତ୍ର ନିର୍ବୋଧ ନୁହେଁ, ପ୍ରଭୁଙ୍କ ଇଚ୍ଛା କଣ ତା ବୁଝ। ପଚାରିଥାନ୍ତ, ପ୍ରଭୁ ଜାଗାଟି କିଣିବାକୁ ମୁଁ ଚାହୁଁଛି, ମତେ ପଚାର ପ୍ରଭୁ ଘର ତିଆରି କରିବା ପାଇଁ ନାଇଁ। ଘର ତିଆରି ହଉଛି ପ୍ରାର୍ଥନା କରି। ସଦାପ୍ରଭୁ ଗୃହ ନିର୍ମାଣ ନ କଲେ ନିର୍ମାଣ କରି ବୃଥାରେ ପରିଶ୍ରମ କରେ। ତେଣୁ ପ୍ରଭୁ ମୁଁ ପାଷ୍ଟର ମାନେ ପ୍ରାର୍ଥନା କରିବାଟା ଶୁଣିଛି। ସେ କଟକରେ ଗଲା ବେଳକୁ ମତେ ବି ଡାକିଲେ, କେତେ ପାଷ୍ଟର ମାନେ ଅଭ୍ୟାସଗତ ଭାବରେ ପାଷ୍ଟର ମାନେ ପ୍ରାର୍ଥନା କରୁଥିବେ। କଣ ପ୍ରାର୍ଥନା କରୁଥିବେ? ସେ କରଣୀ ଫରଣୀ ଧରିକି ଆଉ ସେ ଇଟା ରଖିକି ସେ ମସଲା ସବୁ ଦେଇକି ପୂର୍ବରୁ, ପ୍ରଭୁ ଏ ଘର ବନେଇବା ପାଇଁ ଏ କରଣୀ ତମେ ଧର, ତମେ ବନେଇ ଦିଅ। ପ୍ରଭୁଙ୍କର କିଛି କାମ ନାହିଁ, ସେ କରଣୀ ଧରିକି ଇଟାରେ ମସଲା ପକେଇବେନି, ଆଉ କିଛି କାମ ନାହିଁ। ତମ ଘରକୁ ଏମିତି କରି ବନେଇବେ, ଆଉ ମିସ୍ତ୍ରୀ ଦରକାର, ପ୍ରଭୁ ତ କରିବେ, ମାଗଣାରେ ହବ। ଏମିତି ପ୍ରାର୍ଥନା କରନ୍ତି ସବୁ। ତମେ ଆରମ୍ଭ କରିଛ, ତମେ କୋଉଠୁ ପ୍ରଭୁ ଆରମ୍ଭ କଲେ ତମେ ଜାଣିବ? ତମେ ତ ନିଜେ ଆରମ୍ଭ କରିଛ, ତମେ ଆରମ୍ଭ କରିଛ, ତମେ ଶେଷ କର ପ୍ରଭୁ। ମାତ୍ର ପାଉଲ କହିଲେ ମତେ ଆବର୍ଜନା ପରି ମନେ ଲାଗୁଛି। এই চিন্তাধারা যদি আমাଙ୍କ ভিতরକୁ ଆସିବ, ସେତେବେଳେ ଆମେ ପାଉଲଙ୍କର ସ୍ତରକୁ ଯିବା। ତେଣୁ ବାଇବେଲ ଲେଖା ଅଛି,
ତୁମେ ମରିଛ, ତୁମଙ୍କର ଜୀବନ ଖ୍ରୀଷ୍ଟ ଯୀଶୁଙ୍କ ସହିତ ଈଶ୍ୱରଙ୍କର ଗୁପ୍ତ ହେଇକି ରହିଛି। ସେଥିପାଇଁ ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଉର୍ଦ୍ଧ୍ୱସ୍ଥ ବିଷୟ ଅନ୍ୱେଷଣ କର। ହାଲେଲୁୟା, ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯୀଶୁ କହିଲେ ମୋ ପିତାଙ୍କ ଗୃହରେ ଏକ ବାସସ୍ଥାନ ଅଛି, ଆହୁରି ଯୀଶୁ କହିଲେ ସ୍ୱର୍ଗରେ ଧନ ସଞ୍ଚୟ କର। ପୃଥିବୀରେ ଚୋର ସିନ୍ଧିକାରୀ ଚୋରି କରି ନେବ, ଅଳଙ୍କି ଲାଗିଯିବ, କୀଟ ନଷ୍ଟ କରିବ, ସ୍ୱର୍ଗରେ ସେମିତି ହବ ନାହିଁ। ବଡ ବଡ ଧନୀ ଲୋକମାନେ ଜଗତରେ ଅଛନ୍ତି, ସେ ଧନୀ ଲୋକମାନଙ୍କ ଉପରେ ନରକ ଗଲା। ସେଇ ପ୍ରକାର ଆଜି ଜଗତରେ ଥିବା ଧନୀ ଲୋକମାନଙ୍କର ଅବସ୍ଥା ସେ ହବ। ଯୀଶୁଙ୍କୁ ଗ୍ରହଣ କରିନଥିବା ହେତୁ ନରକର ଅଗ୍ନିରେ ଯେତେବେଳେ ସେମାନେ ପଡିବେ, ତୋ ପାଣି ପାଇଁ ବ୍ୟାକୁଳ ହେବେ ସେମାନେ। ଘର ଦ୍ୱାର ସମ୍ପତ୍ତି କଥା ତ ଛାଡ, ସେତେବେଳେ କିଛି ଜଗତ ଅନ୍ୟ କିଛି ନେଇକି ଆମେ ଯାଇପାରିବୁ ନାହିଁ। ମାତ୍ର ଯୀଶୁ କହିଲେ ଗୋଟେ ସ୍ଥାନରେ ଦରିଦ୍ର ଯେ ତୁମ୍ଭେମାନେ ଧନ୍ୟ, ଖାଲି ଆତ୍ମାରେ ଦିନ ସେଇଟା ନାହିଁ, ଅଲଗା ଜାଗାରେ ଲେଖା ଅଛି ଦରିଦ୍ର ଯେ ତୁମ୍ଭେମାନେ ଧନ୍ୟ। ଯଦି ଭଲ ଲାଗିଲା এই କଥା, তাহলে ଟିକେ ହାତ ଉଠେଇ ପ୍ରେଜ୍ ଦ ଲର୍ଡ କହିପାରିବ? ହାଲେଲୁୟା। ଦରିଦ୍ର ଯେ ଆମ୍ଭେମାନେ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ଯେଉଁ ରାଜ୍ୟରେ ମୃତ୍ୟୁ କ୍ରନ୍ଦନ କ୍ଷୁଧା ତୃଷା ନାହିଁ। ଆମମାନଙ୍କର ଅନେକ ଲୋକମାନେ ନିକଟରେ ଚାଲିଗଲେଣି, ଆଗରୁ କେତେ ଯାଇଛନ୍ତି, ଏବେ ବି କେତେ ଗଲେଣି। ପାଷ୍ଟର ମାଉର ବେହେରା, ପାଷ୍ଟର ପ୍ରଫୁଲ୍ଲ ବେହେରା, ଆଉ ସେ ଫିଲ୍ମିନା ନାୟକ, ପାଷ୍ଟର ଆଲଫୋନ୍ସଙ୍କ ସ୍ତ୍ରୀ, ଏପରି କେତେ ଜଣ ସବୁ ଚାଲିଗଲେଣି। ନିକଟରେ ଆଗରୁ ଯାଇଛନ୍ତି, ସ୍ୱର୍ଗ ରାଜ୍ୟରେ ସେମାନେ ଚାଲୁଛନ୍ତି। ପ୍ରକାଶ ବାକ୍ୟରେ ଲେଖା ହେଉଛି ସେଇ ନଗରର ପଥ ଶୁଦ୍ଧ ସୁବର୍ଣ୍ଣ ନିର୍ମିତ। ହାଲେଲୁୟା। ଏ ବାକ୍ୟ ଅନ୍ୟଥା ହବ ନାହିଁ। ଯୀଶୁ ନିଜେ କହିଛନ୍ତି ପିଓର ସୁନାରେ ତିଆରି ହେଇଥିବ। ଜଗତରେ କୋଉଠି ଅଛି କୋଉ ଧନୀ ଲୋକ ଏମିତି ସହରରେ ବାସ କରୁଛି ଯାହାର ପଥ ପିଓର ଗୋଲ୍ଡରେ ଏକଦମ ଖାଣ୍ଟି ସୁନାରେ ତିଆରି? ସୂର୍ଯ୍ୟ ଚନ୍ଦ୍ରର ଆଲୋକର ପ୍ରয়োଜନ ନାହିଁ ସେଠି, କ୍ଷୁଧା ତୃଷା ମୃତ୍ୟୁ କ୍ରନ୍ଦନ କିଛି ନାହିଁ ସେଠି। ଦିନେ ସ୍ୱପ୍ନରେ ମୁଁ ସ୍ୱର୍ଗରେ ଯାଇ ପହଞ୍ଚିକି କାନ୍ଦୁଛି, ମୁଁ ସେଠି ଏମିତି ଜାଗାକୁ ମୋ ଲୋକମାନେ ଆସିପାରିବେ କି ନାହିଁ? କ୍ରନ୍ଦନ ତ ନାହିଁ ସେଠି। ଯୀଶୁ ମୋ ପିଠିରେ ହାତ ରଖି କହୁଛନ୍ତି ଏହି ସ୍ଥାନରେ କ୍ରନ୍ଦନ ନାହିଁ। କାନ୍ଦିଲେ ଜଗତରେ କାନ୍ଦିବ, ଏଠି ନାହିଁ, ସେଠି ଆଲାଉ ନାହିଁ। କାନ୍ଦି ପାରିବନି, ପ୍ରାର୍ଥନା କରିପାରିବ ନାହିଁ। ଏବେ ମହାନଗର ସମୟ, ଏବେ ପରିତ୍ରାଣ ଦିନ। ତେଣୁ ପାଉଲ କିଏ? ସେଉଛନ୍ତି ଏପରି ଜଣେ ଲୋକ ଜଗତର ବିଷୟକୁ ଆବର୍ଜନା ପରି ମନେ କରୁଥିଲେ। ଆଉ ତାପରେ 7ରେ a man who was anointed by God, ଦ୍ୱିତୀୟ କୋରିନ୍ଥୀୟ 1:21 ଲେଖା ଅଛି ଈଶ୍ୱର ତାଙ୍କୁ ଅଭିଷେକ କରିଥିଲେ। ଏଇଟା ହଉଛି ପାଉଲଙ୍କ ଜୀବନ, ତାଙ୍କର ସେବା କାର୍ଯ୍ୟ ପୁରା ଭିନ୍ନ। ଯିଶାୟା 10:23 ଅନୁସାରେ ଅଭିଷେକ କ୍ଷେତ୍ର ଜୁଆଳି ବିନଷ୍ଟ ହେବ। ଈଶ୍ୱର ଆମକୁ ଅଭିଷେକ କରିଛନ୍ତି, ପବିତ୍ର ଆତ୍ମା ଶକ୍ତିର ଅଭିଷେକ ଦେଇଛନ୍ତି ତାଙ୍କୁ। ସେ ତଦ୍ୱାରା ବିଶେଷ ଭାବରେ ପ୍ରଭୁଙ୍କର କାର୍ଯ୍ୟ ସେ କରୁଥିଲେ। ଆଉ ତେବେ ପ୍ରଭୁଙ୍କର ଧନ୍ୟବାଦ ହଉ। ସେ ପ୍ରଥମ କରନ୍ତି 2 ପର୍ବର 4-5 ପଦରେ ମଧ୍ୟ ମୋର ଶିକ୍ଷା, ମୋର ପ୍ରଚାର ଜ୍ଞାନହର ମନୋହର ବାକ୍ୟଯୁକ୍ତ ହୋଇ ନାହିଁ, ଆତ୍ମା ଓ ଶକ୍ତିର ପ୍ରମାଣଦାୟକ ହେଲା। ତୁମମାନଙ୍କର ବିଶ୍ୱାସ ମନୁଷ୍ୟର ଜ୍ଞାନ ଉପରେ ସ୍ଥାପିତ ନ ହଉ। ମୋର ଏଇ କଥା ଯେଉଁମାନେ ଶୁଣୁଛନ୍ତି ଭଲରେ ଭାବ, ମୁଁ ଖାଲି ଉତ୍ତେଜିତ ହେଇକି ଏ କଥା କହୁ ନାହିଁ, ବାଇବେଲକୁ ନେଇ କହୁଛି ଏବଂ ମୋ ଜୀବନରେ ମୁଁ ଆକୁ ଅଭ୍ୟାସ କରିଛି। ଏ ବାକ୍ୟ ଆପଣ ବାରମ୍ବାର ପଢିଥିବେ, ବାରମ୍ବାର କହିଥିବେ। ଥରେ ଦେଖନ୍ତୁ ସେ ଆନଏଣ୍ଟିଂ ଆପଣଙ୍କ ଠାରେ ଅଛି କି? ସେଇଟା ଗୋଟେ ଭିନ୍ନ ବିଷୟ, ସେଟା ବଦଳେଇ ଦେବ। ବିଶେଷ ଭାବରେ ବହୁତ ଭାବରେ ପରିଶ୍ରମ କରି ଲାଗି ତାକୁ ପାଇବାକୁ ପଡିବ। ସେ ଅଭିଷେକ ଜୁଆଳି ବିନଷ୍ଟ କରିବ, ସବୁ ପ୍ରକାର ପ୍ରତିବନ୍ଧକ ହଟେଇ ଦେବ, ଶତ୍ରୁ ଶୈତାନର କାର୍ଯ୍ୟକୁ ବିନାଶ କରିବ। ବାଇବେଲ ଲେଖା ହେଉଛି ପରମେଶ୍ୱର କହନ୍ତି ଆମ୍ଭର ଅଭିଷିକ୍ତ ମାନଙ୍କୁ ସ୍ପର୍ଶ କରିବ ନାହିଁ। ଗୋଟେ ସ୍ଥାନକୁ ମୁଁ ଯାଇଥିଲି ଅନେକ ବର୍ଷ ତଳେ, ସେଇଟା ହଉଛି ଦଶମନ୍ତପୁର। ସେଟା କୋଉ ଡିଷ୍ଟ୍ରିକ୍ଟରେ ଅଛି କହିପାରିବେ? ରାୟଗଡ଼ା ନା କୋରାପୁଟରେ ଥିଲା, ତାପରେ ଅଲଗା ଅଲଗା ହେଲା। ସେ ରାୟଗଡ଼ା ହେଇଥିବ କି କଣ, ଲକ୍ଷ୍ମୀପୁର ପାଖରେ, ଲକ୍ଷ୍ମୀପୁର ପାଖରେ ନାହିଁ, ଆଉ ସେ ପାଖକୁ ଦଶମନ୍ତପୁର। ଆଉ ମୁଁ କିଛି ମତେ ମେନ୍ ସ୍ପିକରକୁ ତାଙ୍କ ମିଟିଂରେ ଡାକିଛନ୍ତି। ମୁଁ କିଛି ସ୍ୱପ୍ନ ଦେଉଛି ଟିକେ ବିପଦ ଥିଲା ଭଳି। ମୁଁ ସେଠି ପହଞ୍ଚିଲି, ତାପରେ ଗୋଟେ ମିଟିଂ ନେଲି। ପୋଲିସ ଆସିକି ସେଠି ବସିଛନ୍ତି ସବୁ ମିଟିଂରେ। କାହିଁକି ଏମିତି ପୋଲିସ ସବୁ ବସିଛନ୍ତି? ବହୁତ ଲୋକ ଅଛନ୍ତି, ଆଉ ପ୍ରାୟ ଇଣ୍ଟର ଡିନୋମିନେସନ, ବାପ୍ଟିଷ୍ଟ, ପେଣ୍ଟିକଷ୍ଟ, ଲୁଥରାନ, ଆଉ ବିଭିନ୍ନ ପ୍ରକାର ସମ୍ପ୍ରଦାୟ ଲୋକମାନେ ବହୁତ ଲୋକ ଅଛନ୍ତି। ଭାବିଲେ ଆର ମାନେ କଣ ହବ କେଜାଣି, ଜାଣିପାରୁନାହିଁ। ତାପରେ ଗୋଟେ ମିଟିଂ ନେଇ ଯେତେବେଳେ ଆମେ ଖାଇବା ପାଇଁ ଗଲୁ, ସେତେବେଳେ ଜଣା ପଡିଲା ଖାଇସାରିଛୁ। ସେତେବେଳେ ପ୍ରାୟ 4-5-6 ଜଣ ଯୁବା ଲୋକ ଠିଆ ହେଇଛନ୍ତି। ଜଣେ
ନେଇକି ଆସୁଛନ୍ତି ତାଙ୍କର ଲିଡର ସେଠିକାର କହୁଛନ୍ତି ଆଙ୍କ ପାଇଁ ଆପଣ ଟିକେ ପ୍ରାର୍ଥନା କରିବେ। କଣ ହେଲା ମୁଁ ତ ସମସ୍ତଙ୍କ ମଝିରେ ମିଟିଂରେ ପ୍ରାର୍ଥନା କରୁଛି। ନାଇଁ ଏମାନେ ନନ୍ ଖ୍ରୀଷ୍ଟିଆନ ହେଲେ ମିଟିଂକୁ ଆସିଲେ ଭଲ, ଠିକ ଅଛି ଆପଣ ଯଦି ଅନୁରୋଧ କରୁଛନ୍ତି ମୁଁ କରିବି। କଣ ହେଇଛି ଏମାନେ? ସେମାନେ ମୁଣ୍ଡ ପୋତିକି ଅଛନ୍ତି, କଣ ହେଇଛି କୁହନ୍ତୁ। ବାରମ୍ବାର କହିଲା ପରେ ସେ କହିଲେ ଆଉ ସେମାନଙ୍କର ଜଣେ ଲିଡର ଥିଲା, ସେ ମରିଗଲା ଅଳ୍ପ ଦିନ ତଳେ। ଏମାନେ ଛିନ୍ନ ଭିନ୍ନ ହେଇଗଲେ। ଆମ ମିଟିଂ ପାଇଁ ଖାଦ୍ୟ ସେମାନେ ରାନ୍ଧୁଛନ୍ତି ଆଉ ଯୋଗ ଦେଉଛନ୍ତି। ହେଲା ହେଲା ଆଉ କୋଉ ଲୋକ ମଲା କିଏ ମାନେ କଣ କଲେ, ଏଇଟା କଣ ବଡ କଥା? ଆଉ କଣ ହେଇଛି କୁହନ୍ତୁ। ସେ ଲିଡର ଆଉ ଏମାନେ ସ୍ଥିର କରିଥିଲେ ଆପଣଙ୍କୁ ପ୍ରାଣରେ ମାରିଦେବାକୁ। ଆଚ୍ଛା ତାପରେ କଣ ହେଲା? ମିଟିଂ 3 ଦିନ ଅଛି, ହଠାତ୍ ସେ ଲିଡରଙ୍କର ଦେହ ବହୁତ ଖରାପ ହେଇଗଲା ଆଉ ପାରାଲିସିସ୍ ଆଟାକ୍ ବି କଲା। ତାଙ୍କୁ କଥାବାର୍ତ୍ତା କରିଗଲେ, ବ୍ରହ୍ମପୁର ନେଇଗଲେ ମେଡିକାଲ। ବ୍ରହ୍ମପୁରରେ କହିଲେ ତାଙ୍କୁ ଶୀଘ୍ର ନେଇକି ଯାଅ, ନହେଲେ ଡେଡ୍ ବଡି ନେଇକି ଯିବ, ଯେହେତୁ ସେ ଆଉ ବଞ୍ଚିବନି। ତାଙ୍କୁ ଆଣିଲା ବେଳକୁ ସେ ମରି ହିଁ ଗଲେ 2-3 ଦିନ ତଳେ। ଏମାନେ ଛତ୍ରଭଙ୍ଗ ଦେଲେ ଆପଣଙ୍କୁ ମାରିବା ପାଇଁ। ଯଦି ଓହୋ ଏଇଟା ମୁଁ ସ୍ୱପ୍ନରେ ଦେଖୁଥିଲି କିଛି ବିପଦ ଅଛି କି, ମତେ ଏମାନେ କିଛି କହୁନଥିଲେ। ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ଭାବରେ ବାଇବେଲ ଲେଖା ଅଛି ଆମର ଅଭିଷିକ୍ତଙ୍କୁ ସ୍ପର୍ଶ କରିବ ନାହିଁ। ସେମାନଙ୍କର ସେପରି ଗୁରୁତ୍ୱ ରହିଛି। ସ୍ୱପ୍ନରେ ମୁଁ ଦେଖିଲି ଗୋଟେ ଥର ମୁଁ ଯୁଆଡେ ଯାଉଛି ଗୋଟେ ପୋଲିସ ଗାଡି ମୋ ପଛରେ ଚାଲିଛି। ଯୁଆଡେ ଗୋଟେ ହୋଟେଲରେ ପଶିଲି ସେ ଗୋଡି ଚାଲିଛି। ମୁଁ ଟିକେ ଜଣେ ବଡ ପୋଲିସଙ୍କୁ ପଚାରିଲି କାହିଁକି ମୋ ପଛରେ ସବୁବେଳେ ଯାଉଛନ୍ତି? ମୁଁ କଣ ମୋର କଣ ଭୁଲ ହେଇଛି ନା କଣ ମତେ କୁହନ୍ତୁ। ସେ ଟିକେ ହସି ଦେଇ କହୁଛନ୍ତି ଆମକୁ ଆପଣଙ୍କ ବିଷୟରେ ଗୋଟିଏ ଦାୟିତ୍ୱ ଦିଆଯାଇଛି। ଆପଣ ଯୁଆଡେ ଯୁଆଡେ ଯିବେ ଆମେ ଆପଣଙ୍କ ସଙ୍ଗରେ ରହିବୁ, ଆପଣଙ୍କର ସୁରକ୍ଷା କରିବୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ବାଇବେଲ ଲେଖା ଅଛି ଯୋଉମାନେ ପ୍ରଭୁଙ୍କୁ ଭୟ କରନ୍ତି ତାଙ୍କର ଦୂତ ସେମାନଙ୍କର ଚାରିଆଡେ ଛାଉଣି କରି ରକ୍ଷା କରନ୍ତି। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଅଭିଷିକ୍ତ ଲୋକମାନଙ୍କ ପାଇଁ ପ୍ରଭୁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥାନ୍ତି, ବିଶେଷ ବିଶେଷ କାର୍ଯ୍ୟ କରିଥାନ୍ତି। এই ପାଉଲଙ୍କ ଉପରେ ଆମମାନଙ୍କର ଜୀବନ ହବା ଦରକାର। ମୁଁ କୌଣସି ଲୋକକୁ ଲକ୍ଷ୍ୟ କରେ ନାହିଁ, ଯୀଶୁଙ୍କୁ ଏବଂ ଏ ପାଉଲ ଯିଏ କହିଲେ ମୋ ପରି ହୋ, କାରଣ ମୁଁ ଖ୍ରୀଷ୍ଟଙ୍କ ପରି ହେଇଛି। ସେଇଆ କାହାକୁ ମୁଁ ତୁଚ୍ଛ କରେ ନାହିଁ ଆଉ ନିଜର ଆତ୍ମବଡ଼ିମା କରେ ନାହିଁ। ବାଇବେଲକୁ ମାନିବାକୁ ହବ। ମୁଁ ଯେମିତି ଆପଣମାନେ ମଧ୍ୟ ସେମିତି ଏ ପ୍ରଶ୍ନ କରିବାକୁ ହବ, ମୁଁ ପାଉଲଙ୍କ ପରି ହେଇଛି କି କାହିଁକି ନାହିଁ? ତାହେଲେ ବହୁତ ଦିନ ଆମେ ନଷ୍ଟ କରିଦେଲୁଣି, ଅନେକ ମାସ ବର୍ଷ ନଷ୍ଟ କରିଦେଲୁଣି। ଯୀଶୁ ଆସୁଛନ୍ତି ଶୀଘ୍ର। ଦେଖିଲା ମାତ୍ର ଆମେ ଗୀର୍ଜା ପ୍ରାର୍ଥନା ପ୍ରଚାର କରୁଛୁ କହିକି ସେ ଆଲିଙ୍ଗନ କରିଦେବେ ନାହିଁ। ପ୍ରତ୍ୟେକର କର୍ମକୁ ଅଗ୍ନିରେ ପରୀକ୍ଷା କରିବେ। ତାଙ୍କ ମୁଖ ତାଙ୍କର ସମ୍ମୁଖରୁ ଆକାଶ ମଣ୍ଡଳ ଚର୍ମ ପୁସ୍ତକ ଗୁଡା ହେଲା ପରି ଗୁଡା ହେଇକି ଦୂରୀକୃତ ହବ। ବର୍ତ୍ତମାନ ଯଦି ହେଇପାରିବ ଟିକେ ଦେଖ ଭାଇ, ନେଟୱାର୍କ ଯଦି ଫୁଲ ଥିବ